ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସନ୍ଦ୍ରପୁର ପଞ୍ଚାୟତର ସାନ ପାଟସନ୍ଦ୍ରପୁର ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଯ୍ୟୋଧନ ଭୋଇ ଓ ଚିତ୍ରାଙ୍କନ ଭୋଇଙ୍କ ଘର ଏବଂ ଗୁହାଳରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁରେ ଦୁଇ ପରିବାରର ଘର ଓ ଗୋଟିଏ ଗୁହାଳ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ 7ଟି ଗାଈ ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡ଼ିଛି। ଗାଈମାନଙ୍କୁ ବଞ୍ଚାଇବାକୁ ଯାଇ ଦାଦା ନିରଞ୍ଜନ ଓ ପୁତୁରା ଦିଲ୍ଲୀପ ଭୋଇ ନିଆଁରେ ଆହତ ହୋଇଛନ୍ତି। ସେମାନେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଅଗ୍ନିକାଣ୍ଡରେ ଏକ ନୂଆ ମୋଟରସାଇକେଲ ସମେତ ବହୁ ଜିନିଷପତ୍ର ନଷ୍ଟ ହୋଇଯାଇଥିବା କୁହାଯାଇଛି। ଆଜି ଏହି ଦୁଇ ପରିବାରର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମଧ୍ୟ ନାହିଁ। ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାଲ ଯୋଗାଇ ଦିଆଯାଇଛି, କିନ୍ତୁ ଏତିକି ସହାୟତାରେ କ'ଣ ଦୁଇ ପରିବାରର ଦୁଃଖ ଦୂର ହେବ? ଗ୍ରାମବାସୀଙ୍କ ଦାବି, ଅଗ୍ନିକାଣ୍ଡରେ ସବୁକିଛି ହରାଇଥିବା ଦୁଇ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଶୀଘ୍ର ନୂତନ ଘର ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ।